ଦେଖିଲା ମାତ୍ରେ ବନେଇବା ପାଇଁ ଇଚ୍ଛା ହେବ। ଆଉ ବନଉ ବନଉ ଭାବିବେ ଏକା ସବୁ ଖାଇଦେବି କି? ନା ନା ଫ୍ରେଣ୍ଡସ୍, ସେମିତି କିଛି ଭାବନ୍ତୁ ନାହିଁ। ଘର ଲୋକଙ୍କ ପାଇଁ ବି ରଖିବା ପାଇଁ ପଡ଼ିବ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଅନୁରୋଧ ରହିଲା। ଜୟ ଜଗନ୍ନାଥ, ମୁଁ ସସ୍ମିତା। ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ପ୍ରଥମେ ଚାଲନ୍ତୁ ଗ୍ୟାସ୍ ଉପରେ କଢ଼େଇ ବସାଇ କଢ଼େଇକୁ ଗରମ କରିବା। ତାପରେ ଗୋଟେ ଚାମଚ ତେଲ ଗରମ କରିବା। ଆପଣ ଚାହିଁଲେ ଅଧିକ ତେଲ ବି ଦେଇପାରିବେ। ତେଲ ଗରମ ହୋଇଯିବା ପରେ ଅଧା ଚାମଚ ଜିରା, ଅଳ୍ପ ଜୁଆଣି, 2-3 ପିଞ୍ଚ ହିଙ୍ଗୁ ଦେବା। ଯେହେତୁ ମଟର ଟିକେ ଗ୍ୟାସ୍ କରେ, ଅଳ୍ପ ଜୁଆଣି ଆଉ ହିଙ୍ଗୁ ଦେଲେ ବହୁ ଜଲ୍ଦି ହଜମ ହୋଇଯିବ। ଜିରା ଜୁଆଣି ତେଲରେ ଫୁଟିଯିବା ପରେ ଗୋଟେ ବଡ଼ ସାଇଜ୍ର ପିଆଜ ଦେବା। ଗ୍ୟାସ୍ର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି ପିଆଜକୁ ହାଲକା ଲାଲ କଲର୍ ହେଲା ପର୍ଯ୍ୟନ୍ତ ଭାଜିବା। ପିଆଜ ହାଲକା ଭାଜିଯିବା ପରେ ରାଗ ପାଇଁ ଗୋଟେ କଞ୍ଚା ଲଙ୍କା, ଗୋଟେ ବଡ଼ ଚାମଚ ଅଦା ରସୁଣ ଛେଚା ଦେବା। 7-8ଟି ରସୁଣ, ଅଧା ଇଞ୍ଚର ଅଦାକୁ ମୁଁ ଛେଚି ନେଇଥିଲି। ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖି ଅଦା ରସୁଣର କଞ୍ଚା ବାସ୍ନା ଯିବା ପର୍ଯ୍ୟନ୍ତ ପିଆଜ ସହିତ ଭଲ ଭାବରେ ଭାଜିବା। ଅଦା ରସୁଣ ଭାଜିଯିବା ପରେ ଗୋଟେ କପ୍ ବା 200 ଗ୍ରାମର ଫ୍ରେଶ୍ ଗ୍ରୀନ୍ ମଟର ଦେବା। ମସଲା ସହିତ ଟିକେ ଗୋଳେଇ ନେବା। ଏବେ ମସଲାରେ ମଟର ଆଉ ଆଳୁକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା। ଏବେ କିନ୍ତୁ ଆଳୁ ଦେବା ନାହିଁ, ଆଳୁକୁ ଆମେ ପରେ ଦେବା। ଯେତିକି ଆପଣମାନେ ଆଳୁ ନେଇଥିବେ, ଆଳୁ ଆଉ ମଟରକୁ ଦେଖି ଏଇ ଷ୍ଟେଜ୍ରେ ଲୁଣ ଦେବେ। ତାପରେ ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ ଦେବା, ଅଧା ଛୋଟ ଚାମଚ ରାଗ ଲଙ୍କା ଗୁଣ୍ଡ ଦେବା। ଗୋଟେ କଞ୍ଚା ଲଙ୍କା ଦେଇଥିଲେ ଆପଣମାନେ ଯେତିକି ରାଗ ପସନ୍ଦ କରୁଥିବେ ସେହି ହିସାବରେ ଲଙ୍କାଗୁଣ୍ଡ ଦେବେ। ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡକୁ ମଟର ସହିତ 1 ମିନିଟ୍ ପର୍ଯ୍ୟନ୍ତ ଭାଜିବା। ଏବେ ଦେଖନ୍ତୁ ମସଲା ଶୁଖିଲା ଅଛି। 4-5 ଚାମଚ ପାଣି ଦେଇ ମଟର ସହିତ ଗୋଳାଇ ନେବା, ନହେଲେ ଗୁଣ୍ଡ ମସଲା କଢ଼େଇ ତଳେ ଲାଗିଯିବ। ଏବେ ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖି 4-5 ମିନିଟ୍ ପର୍ଯ୍ୟନ୍ତ ମଟରକୁ କଭର କରି ସିଝେଇବା। 5 ମିନିଟ୍ ପରେ ଏଇଠି ଦେଖନ୍ତୁ ଯେତିକି ଆମେ ପାଣି ଦେଇଥିଲେ ପାଣି ଶୁଖିଯାଇଛି। ଏବେ ଆମେ ମଟରକୁ ଚେକ୍ କରିବା। ଦେଖନ୍ତୁ ମଟର ଭଲ ଭାବରେ ସିଝି ଯାଇଛି, କିନ୍ତୁ ଘାଣ୍ଟି ନାହିଁ। ଯଦି ଆପଣଙ୍କ ମଟର ଏଇ ଷ୍ଟେଜ୍ରେ ଭଲ ଭାବରେ ସିଝି ନଥିବ, ତାହେଲେ ଆଉ 2-3 ଚାମଚ ପାଣି ଦେଇ 2-3 ମିନିଟ୍ କଭର କରି ମଟରକୁ ଭଲ ଭାବରେ ସିଝେଇ ନେବେ। ଏବେ ଆମେ ଗ୍ୟାସ୍ର ଫ୍ଲେମ୍ ବନ୍ଦ କରିବା। ଆପଣ ଚାହିଁଲେ ମଟରକୁ ଟିକେ ଥଣ୍ଡା କରି ତାପରେ ଗ୍ରାଇଣ୍ଡର ଜାର୍ରେ ଦେଇ ଟିକେ ଦରଦରା ଗ୍ରାଇଣ୍ଡ କରି ନେଇପାରିବେ। ଯଦି ସେମିତି ନ କରିବେ, ପଟାଟୋ ମେସର ଥିବ, ତାହେଲେ ପଟାଟୋ ମେସର ସାହାଯ୍ୟରେ ଟିକେ ଦାବି ଦେବେ। ଯଦି ପଟାଟୋ ମେସର ନଥିବ, ତାହେଲେ ଗ୍ଲାସ୍ର ପଛପଟେ କିମ୍ବା ଗିନାର ପଛପଟେ ବି ଆପଣମାନେ ଦାବି ନେଇପାରିବେ। ମଟରକୁ ଏମିତି ଗୁଣ୍ଡ କରିବେ। ମଟରକୁ ଟିକେ ଏମିତି ଖଦଡ଼ ରଖିବେ, ପୁରା ଭର୍ତ୍ତା କରିବେ ନାହିଁ। ଏବେ ଆମେ ଗ୍ୟାସ୍ର ଫ୍ଲେମ୍ ଅନ୍ କରିବା। ମଟରକୁ ଟିକେ ଗୋଳାଇ ନେବା। ଏବେ ମଟର ସହିତ 2ଟି ମିଡ଼ିୟମ୍ ସାଇଜ୍ର ଆଳୁକୁ ସିଝେଇକି ଆମେ ଚକଟିକି ଦେବା। ଆଳୁ ସିଝା ସହିତ ଅଧା ଛୋଟ ଚାମଚ ଜିରା ଗୁଣ୍ଡ, ଅଧା ଛୋଟ ଚାମଚ ଧନିଆ ଗୁଣ୍ଡ, ଅଧା ଛୋଟ ଚାମଚ ଗରମ ମସଲା ଗୁଣ୍ଡ ଦେବା। ଏଇ ପୁରକୁ ଟିକେ ଚଟପଟା କରିବା ପାଇଁ ଅଧା ଛୋଟ ଚାମଚ ଚାଟ୍ ମସଲା ନହେଲେ ଆମଚୁର ପାଉଡର ଦେବା। ଚାଟ୍ ମସଲା କିମ୍ବା ଆମଚୁର ପାଉଡର କିଛି ବି ନଥିଲେ ଆପଣମାନେ ଫାଳେ ଲେମ୍ବୁ ରସ ଦେଇପାରିବେ, କିନ୍ତୁ ଲେମ୍ବୁ ରସ ଏବେ ଦେବେ ନାହିଁ। ପୁର ହେଇଯିବା ପରେ ଶେଷରେ ଦେବେ। ଭଲ ବାସ୍ନା, ଭଲ ଟେଷ୍ଟ ପାଇଁ ବେଶ କିଛି ଧନିଆ ପତ୍ର ଦେବା। ସବୁ ଜିନିଷକୁ ଭଲ ଭାବରେ ଗୋଳେଇ ନେବା। ଏଇ ପୁରକୁ ଆପଣମାନେ ପୁରା ଏମିତି ଶୁଖିଲା ରଖିବେ, ଟିକେ ବି ପାଣି ରଖିବେ ନାହିଁ। ଟିକେ ବି ପାଣି ରହିଲେ ରେସିପି ବନେଇବା ପାଇଁ ଅସୁବିଧା ହେବ। ଏବେ ଆମ ରେଡି ହେଇଗଲା ଆଳୁ ମଟରର ଚଟପଟା ପୁର। ଏବେ ଏଇ ପୁରକୁ ବାହାରକୁ ବାହାର କରି ଆଣିବା, ପୁରା ଥଣ୍ଡା ହେବା ପାଇଁ ଛାଡ଼ିବା। ତାପରେ ଗ୍ୟାସ୍ ଉପରେ ଆଉ ଗୋଟେ ମୋଟା କଢ଼େଇ ବସାଇବା। ମାପ ପାଇଁ ଆପଣମାନେ ଘରେ ଥିବା ଯେକୌଣସି ଗୋଟେ ଗିନା ବ୍ୟବହାର କରନ୍ତୁ। ସେ ଗିନାରେ ମାପ କରି ପାଣି ଦେବେ। ମୁଁ ଏଇ କପ୍ରେ ମାପ କରି 2 କପ୍ ପାଣି ଦେଲି। ପାଣିରେ ସ୍ୱାଦ ଅନୁସାରେ ଲୁଣ ଦେବା। ଅଧା ଛୋଟ ଚାମଚ ପାନମଧୁରୀ ଦେବା। ପାନମଧୁରୀ ନିଶ୍ଚୟ ଦେବେ, ଜମା ବି ସ୍କିପ୍ କରିବେ ନାହିଁ। ବହୁତ ବଢ଼ିଆ ବାସ୍ନା ଆସିବ। ଅଧା ଛୋଟ ଚାମଚ ତେଲ ଦେବା। ତେଲ ଦେଲେ ଜନ୍ତୁଣି କଢ଼େଇରେ ଲାଗିବ ନାହିଁ। ଅଳ୍ପ କିଛି ଧନିଆ ପତ୍ର ଦେବା। ପାନମଧୁରୀ ଧନିଆ ପତ୍ର ନିଶ୍ଚୟ ଦେବେ, ବହୁତ ବଢ଼ିଆ ବାସ୍ନା ଆସିବ। ହାଇ ଫ୍ଲେମ୍ରେ ପାଣିକୁ ଥରେ ଫୁଟେଇ ନେବା। ପାଣି ଥରେ ଫୁଟି ଆସିଲେ ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖିବା। ଯେଉଁ କପ୍ରେ ମାପ କରି ମୁଁ 2 କପ୍ ପାଣି ଦେଇଥିଲି, ସେମ୍ କପ୍ରେ ମାପ କରି 1 କପ୍ ସୁଜି ଦେଲି। ଗୋଟେ ହାତରେ ଅଳ୍ପ ଅଳ୍ପ ସୁଜି ଦେବେ, ଅନ୍ୟ ହାତରେ ଲଗାତାର ଘାଣ୍ଟିବେ। ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖି ଲଗାତାର 5-6 ମିନିଟ୍ ପର୍ଯ୍ୟନ୍ତ ଘାଣ୍ଟିବେ। ଧୀରେ ଧୀରେ ଦେଖିବେ ସୁଜି ବହଳିଆ ହେଇଯିବ, କଢ଼େଇର ଚାରିପଟରୁ ଛାଡ଼ି ଆସିବ। ଜନ୍ତୁଣି କଢ଼େଇର ଚାରିପଟରୁ ଛାଡ଼ିଯିବ, କଢ଼େଇର ଗୋଟେ ଜାଗାରେ ଗଦା ହେଇଯିବ। ଏମିତି ହେଲେ ଜାଣିବେ ଜନ୍ତୁଣି ହେଇଗଲା ବୋଲି। ଏବେ ଜନ୍ତୁଣିକୁ ବାହାରକୁ ବାହାର କରି ଆଣିବା। ଜନ୍ତୁଣିକୁ ଯେଉଁ ପ୍ଲେଟ୍ରେ ରଖିବା, ସେଇ ପ୍ଲେଟ୍ରେ ଅଳ୍ପ ତେଲ ଲଗାଇ ରଖିବା। ଜନ୍ତୁଣି ପ୍ଲେଟ୍ରେ ଲାଗିବ ନାହିଁ। ତାପରେ ଜନ୍ତୁଣିକୁ ହାଲକା ଥଣ୍ଡା ହେବା ପାଇଁ ଛାଡ଼ିବା, ପୁରା ଥଣ୍ଡା କରିବେ ନାହିଁ। ଯେତେବେଳେ ହାତରେ ଛୁଇଁ ପାରିବେ, ସେତେବେଳେ ପିଠା ବନେଇବା ଷ୍ଟାର୍ଟ କରିବେ। ତାପରେ ଅଳ୍ପ ତେଲ ନେଇ ଜନ୍ତୁଣିକୁ ଆଉ ଥରେ ଭଲ ଭାବରେ ଚକଟି ଦେବା।
जदि जंतुणी रे किछि भी बिंडा रहि जाइथिबो जंतुणी स्मूथ हे जिवो। देखंतु जंतुणी हमर केते कणिया हेछि। जंतुणी एमिति कणिया हेले पिठा पूरा कणिया हेबो। तापरे जंतुणी रो अल्प आनी प्रथमे हाथ रे गोल करिबा, तापरे दुई बुढ़ा अंगुठी साहाय्य रे बाहर पटकू मेला करिबा। मझी अंश टिके मोटा रखिबा, मझिरे पुर देबा। मझी अंश पतला रहिले पुर फाटी बाहर को बाहरी जिवो। तापरे पिठा को चारिपटरू भल भाबरे सील करिबा। पिठा को पापुली रे रखी तळपट को प्रेस करिबा। ऊपर को थिबा एक्स्ट्रा जंतुणी को ऊपर को उठी आनिबा, बाहर को बाहर कर देबा। पिठारे बेसी जंतुणी रही गले पिठा खाइबा पई भल लागिबो नहीं। तापरे अल्प अल्प तेल लगई प्रथमे पिठा को गोल करिबा, तापरे पापुली रे रखी टिके चेप्टा करिबा। जेमिति आमे काकरा पिठा बनाऊ सेमिति बनेबा। पिठारे जमा भी फाट रखिबे नहीं, नहले पिठा भितरु पुर फाटी बाहर को बाहरी आसिबो। प्रिय दर्शक बंधु, आपण मानकु गोटे अनुरोध, आजिर रेसिपी पसंद आसिले वीडियो को लाइक करंतु, आपनका फ्रेंड्स रिलेटिव्स मानक सहित निश्चय गोटे शेयर करंतु। चैनल जदि नुआ अछंती ए जाय सब्सक्राइब करनाहंती तळे थिबा ब्लैक कलर सब्सक्राइब बटन रे प्रेस करी प्लीज चैनल को सब्सक्राइब करंतु। ए वीडियो को जदि फेसबुक पेज रो देखुचंती फेसबुक पेज को फॉलो करंतु। एठी देखंतु सब पिठा हमें बनै नेले। गोटे कप बा 200 ग्राम सुजी रु पाखापाखी 7टी पिठा हम रेडी हला। बळका पुर रखिबे, परोटा बनेबा समय व्यवहार करि परिबे, नहले अधिक सुजी को जंतुणी बनै एमिति पिठा बनै परिबे। ए पिठा को आपण चाहिए सिझेई खाई परिबे, नहले तेल रे भी छाणी नै परिबे। तेल रे छाणीबा पई मीडियम हाई फ्लेम रे तेल को भल भाबरे गरम करिबा। तेल भल भाबरे गरम हो जिबा परे आपनको कढ़ाई रे जतिकी पिठा धरिबो सेतिकी पिठा देबे। पिठा दे सारिबा परे आमे गैस रो फ्लेम लो मीडियम रखिबा। पिठा देबा परे देखिबे पिठा ऊपरे बहुत बबल्स आसीबो। धीरे धीरे पिठा सिझी जिबा परे देखिबे एई बबल्स गुडी को कमी जिवो। जते बेले बबल्स कमी जिवो पिठार ऊपर अंश टिके सुखिला ही जिवो, तापरे आमे पिठा को तळपट को ओलटाइबा। गैस रो फ्लेम लो मीडियम रखी पिठा को एपट सपट करी पूरा लाल कलर हेला पर्यंत छाणीबा। पिठा टिके कंचा रही गले खाइबा पई भल लागिबो नाही। एमिति लाल कलर हे जिबा परे आमे बाहर को बाहर करी आनिबा। देखंतु पिठा जमा भी फाटी नाही, पिठा केते सुंदर देखा जाउछि। सेम प्रोसेस रे आमे बळका थिबा सब पिठा गुडी को छाणी नेबा। जंतुणी रे आमे अल्प पान मधुरी अल्प धनिया पत्र देथिले बोली पिठा छाणीबा समय रे देखिबे बहुत बढ़िया वासना आसीबो। एबे हम रेडी हे गला आलू मटर पुर दिया मसला काकरा पिठा। पिठा ऊपर देखंतु पूरा क्रिस्पी रहिबो, भितरे पूरा नरम, पाटी रे देला मात्रे मिलै जिवो। घरे जदि ए स्वादिया पिठा बनेबे पिला माने मार्केट रु सिंगड़ा आलू चॉप बरा किनी खाइबा भूली जिवे। मटर सरिबा पूर्वरु आपण माने निश्चय थरे ए स्वादिया पिठा बनांतु। केमिति लागिला निहाती कमेंट्स करी जणेबे। आज पई रहिली, धन्यवाद।